ଥରେ ଏକ ଜଙ୍ଗଲରେ ଗୋटे ମା ଚଢ଼େଇ ଏକ ଗଛରେ ଛୋଟ ଘର କରି ରହୁଥିଲା। ମା ଚଢ଼େଇଟି 5ଟି ଅଣ୍ଡା ଦେଇଥିଲା। ସେ ତା ଅଣ୍ଡା ଗୁଡ଼ିକୁ ଛାଡ଼ି କୁଆଡ଼େ ବି ଯାଉନଥିଲା। କିଛି ଦିନ ପରେ ଅଣ୍ଡାରୁ ଛୁଆ ବାହାରିବାର ସମୟ ହେଇଗଲା। ଦିନେ ମା ଚଢ଼େଇଟିକୁ ବହୁତ ଶୋଷ ଲାଗିଲା। ଓଃ, ଭାରି ଶୋଷ ଲାଗିଲାଣି। ଘରେ ତ ଟିକେ ବି ପାଣି ନାହିଁ। ନଦୀ ପାଖକୁ ଗଲେ ଯାଇ ପାଣି ପିଇ ପାରିବି। ହେଲେ ମୁଁ ମୋ ଅଣ୍ଡା ଗୁଡ଼ିକୁ ଏକା ଛାଡ଼ି ବାହାରକୁ ଯିବି କେମିତି? ଆରେ ହଁ, ମୁଁ କିଛି ପତ୍ର ଦେଇ ମୋ ଅଣ୍ଡା ଗୁଡ଼ିକୁ ଘୋଡ଼େଇ ଦେଇଥାଏ। ମୁଁ ନଦୀରୁ ଶୀଘ୍ର ପାଣି ପିଇ ଫେରି ଆସିବି। ଏମିତି ଚିନ୍ତା କରି ମା ଚଢ଼େଇଟି କିଛି ପତ୍ର ଦେଇ ତା ଅଣ୍ଡା ଗୁଡ଼ିକୁ ଘୋଡ଼େଇ ଦେଲା। ଆଉ ତାପରେ ସେ ନଦୀକୁ ପାଣି ପିଇବା ପାଇଁ ଚାଲିଗଲା। ମା ଚଢ଼େଇଟି ନଦୀରୁ ପାଣି ପିଇବା ସମୟରେ ହଠାତ୍ ଗୋଟେ ଚିଲ ଆସି ତାକୁ ଧରି ସେଠାରୁ ଚାଲିଗଲା। ମୋତେ ଛାଡ଼ି ଦିଅ, ମୋତେ ମାରନି। ମୋ ଅଣ୍ଡା ଗୁଡ଼ିକୁ ମୁଁ ଏକା ଛାଡ଼ି ଚାଲି ଆସିଛି। ମୋତେ ଛାଡ଼ି ଦିଅ। ଚିଲ ମା ଚଢ଼େଇକୁ ଧରି ତା ଗୁମ୍ଫାକୁ ନେଇଗଲା ଆଉ ତାକୁ ସେଠି ବନ୍ଦୀ କରି ରଖିଲା। ଆରେ ଚୁପ୍ କର, ଏତେ ପାଟି କାହିଁକି କରୁଛୁ? ଏଇଟା ମୋ ଇଲାକା। ଏଠି ତତେ କେହି ରକ୍ଷା କରିବାକୁ ଆସିବେନି। ଆଜି ସକାଳେ ମୁଁ ପେଟ ପୂରା ଖାଇବା ଖାଇଛି। ତତେ ମୁଁ ଏବେ ଖାଇବିନି, ସନ୍ଧ୍ୟାରେ ଖାଇବି। ତୁ ପାଟି ଚୁପ୍ କରି ବସ, ମୁଁ ଏବେ ଶୋଇବି। ଏମିତି କହି ଚିଲ ଶୋଇ ପଡ଼ିଲା। ମା ଚଢ଼େଇଟି ଚିଲ ପାଖରୁ କେମିତି ମୁକ୍ତି ପାଇବ ସେ ବିଷୟରେ ଚିନ୍ତା କଲା। କିଛି ସମୟ ପରେ ପ୍ରବଳ ବର୍ଷା ହେଲା। ଆରେ, ଏ ଜଙ୍ଗଲରେ ପଶୁ ପଶୁ ଏତେ ବର୍ଷା! ମୁଁ ତ ଭାବିଥିଲି ଏ ଜଙ୍ଗଲକୁ ଆସିଲା ପରେ ଏଠି ଗୋଟେ ଭଲ ଗଛ ଦେଖି ସେଠି ଘର ତିଆରି କରି ରହିବି। ହେଲେ ଏବେ ମୁଁ ଯିବି କୁଆଡ଼େ? ଆଖପାଖରେ ତ କେହି ବି ଦେଖାଯାଉନାହାନ୍ତି। ଆରେ, ଏଇଟା ତ ଗୋଟେ ଘର। ଯାଏ, ସେଠି ରହୁଥିବା ଚଢ଼େଇକୁ ଟିକେ ସାହାଯ୍ୟ ମାଗେ। ଏମିତି କହି କାଉ ସେ ଚଢ଼େଇ ଘର ଭିତରକୁ ଗଲା। ଘର ଭିତରେ କେହି ନଥିଲେ। କାଉ ମନରେ ଚିନ୍ତା କଲା, ଆରେ, ଏ ଘରେ ତ କେହି ବି ଦେଖାଯାଉନାହାନ୍ତି। ଲାଗୁଛି କିଏ ବୋଧେ ଘର ଛାଡ଼ି ଚାଲି ଯାଇଛି। ଯା ହଉ, ଏବେ ତାହେଲେ ମୋତେ ଆଉ ଘର ତିଆରି କରିବାକୁ ପଡ଼ିବନି। ଆଜିଠାରୁ ମୁଁ ଏ ଘରେ ଆରାମରେ ରହିବି। ଏମିତି କହି କାଉ ସେଠାରେ ଶୋଇପଡ଼ିଲା। ସେ ମା ଚଢ଼େଇ ଘୋଡ଼େଇଥିବା ଅଣ୍ଡା ଉପରେ ଶୋଇଥିଲା। କିଛି ସମୟ ପରେ ସେ ଅଣ୍ଡାରୁ 5ଟି ଛୋଟ ଛୋଟ ଚଢ଼େଇ ଛୁଆ ବାହାରିଲେ। ଛୁଆମାନଙ୍କୁ ଦେଖି କାଉ ଚିନ୍ତାରେ ପଡ଼ିଗଲା। ମା, ଦେଖ, ଆମେ ଅଣ୍ଡା ଭିତରୁ ବାହାରି ଆସିଲୁ। ଆମକୁ ଭାରି ଭୋକ ଲାଗୁଛି ମା, କିଛି ଖାଇବାକୁ ଦିଅ। ଆରେ, ଏ ଚଢ଼େଇ ଛୁଆମାନେ ଏଠାକୁ କେମିତି ଆସିଲେ? ଆଚ୍ଛା, ଏଠି କିଛି ଅଣ୍ଡା ଥିଲା। ମୁଁ ସେ ଅଣ୍ଡା ଉପରେ ବସିବା ଯୋଗୁଁ ଏ ଛୁଆମାନେ ଅଣ୍ଡାରୁ ବାହାରି ଆସିଲେ। ହେଲେ ମୁଁ ଏ ଛୁଆମାନଙ୍କୁ ମୋ ପାଖରେ ରଖିପାରିବିନି। କିଏ ମା? ମୁଁ ତମମାନଙ୍କ ମା ନୁହଁ। ଏମିତି କାହିଁକି କହୁଛ ମା? ଆମେ ଅଣ୍ଡାରୁ ବାହାରିଲା ପରେ ତମକୁ ପ୍ରଥମେ ଦେଖିଲୁ। ତମେ ହିଁ ଆମ ମା। ଚୁପ୍ କର, ଆଉ ଥରେ ଯଦି ମୋତେ ମା କହିବୁ, ମୁଁ ତତେ ଏ ବାଡ଼ିରେ ପିଟିବି। ତମେ ସବୁ ଏ ଘରେ ରହିପାରିବନି। ବାହାର ମୋ ଘରୁ। ଏମିତି କାଉ ସେଇ ବର୍ଷାରେ ହିଁ ଛୋଟ ଚଢ଼େଇ ଛୁଆମାନଙ୍କୁ ଘରୁ ବାହାର କରିଦେଲା। ବିଚରା ଚଢ଼େଇ ଛୁଆମାନେ ଭିଜି ଭିଜି ସେଠାରୁ ଚାଲିଗଲେ। ସେପଟେ ମା ଚଢ଼େଇଟି ଏତେ ବର୍ଷା ଦେଖି ଚିଲକୁ କହିଲା, ଚିଲ ଆଜ୍ଞା, ମୋତେ ଏବେ ଖାଅନି। ମୋ କଥା ଟିକେ ଶୁଣ। ମୋ ଅଣ୍ଡାରୁ ଛୁଆ ବାହାରିବାର ସମୟ ହେଇଯାଇଛି। ମୋର ବିଶ୍ୱାସ ଯେ ମୋ ଛୁଆମାନେ ଅଣ୍ଡାରୁ ବାହାରି ସାରିଥିବେ। ବାହାରେ ବହୁତ ବର୍ଷା ହେଉଛି। କେଜାଣି ମୋ ଛୁଆମାନେ କେମିତି ଥିବେ। ମୋତେ ଶେଷ ଥର ପାଇଁ ମୋ ଛୁଆମାନଙ୍କୁ ଟିକେ ଦେଖିବାକୁ ଦିଅ। ମୁଁ କଥା ଦେଉଛି, ମୁଁ ମୋ ଛୁଆମାନଙ୍କୁ ବୁଝେଇ ଏଠାକୁ ଚାଲି ଆସିବି। ତାପରେ ତୁମେ ମୋତେ ଖାଇପାରିବ। ଆଚ୍ଛା ହଉ, ମୁଁ ତତେ ଗୋଟେ ସୁଯୋଗ ଦେଉଛି। ତୁ କେଉଁଠି ରହୁ ମୁଁ ଜାଣିଛି। ଏବେ ତୁ ଯା, ତୋ ଛୁଆଙ୍କୁ ଦେଖା କରି ଶୀଘ୍ର ଫେରିବୁ। ଆଉ ଯଦି ନ ଆସିବୁ, ମୁଁ ତ ଘରକୁ ଯାଇ ତତେ ତ ଖାଇବି, ତୋ ସହ ତ ଛୁଆଙ୍କୁ ବି ଖାଇବି। ଏମିତି କହି ଚିଲ ମା ଚଢ଼େଇକୁ ଛାଡ଼ିଦେଲା। ମା ଚଢ଼େଇଟି ରାସ୍ତାରେ ଯାଉଥିବା ସମୟରେ ଆଉ ଏକ ଚିଲ ତାକୁ ଦେଖିଲା। ସେ ତା ରାସ୍ତା ଅଟକେଇ ତାକୁ କହିଲା, ଆରେ ଏ ଚଢ଼େଇ, ଏଇ ବର୍ଷାରେ ଏତେ ତରତର ହେଇ କୁଆଡ଼େ ଯାଉଛୁ? ଆଜି ତୁ ଆଉ କୁଆଡ଼େ ବି ଯାଇପାରିବୁନି। ତୋ ଉପରେ ମୋ ନଜର ପଡ଼ିଛି ମାନେ ଏବେ ମୁଁ ତତେ ଖାଇବି। ନା, ମୋତେ ଖାଅନି। ସେଇ ଯେଉଁ ଗୁମ୍ଫା ଦେଖୁଛ, ସେଠି ଗୋଟେ ଚିଲ ରୁହେ।
ମୁଁ ମୋ ଛୁଆଙ୍କୁ ଦେଖିବାକୁ ଯାଉଥିଲି। ମୁଁ ଫେରିଲେ ସେ ମୋତେ ଖାଇବ। ମୁଁ ସେ ଚଢ଼େଇକୁ ଛାଡ଼ି କିଛି ଭୁଲ କରିନି ତ? ମୋର ତ ତା ଉପରେ ବିଶ୍ୱାସ ନାହିଁ। ମୁଁ ତା ପଛରେ ଯାଇ ଦେଖେ ସେ ତା କଥା ରଖୁଛି କି ନାହିଁ। ଏମିତି କହି ସେ ଚିଲ ମା ଚଢ଼େଇକୁ ଖୋଜି ଖୋଜି ସେଠାରେ ପହଞ୍ଚିଗଲା। ସେତେବେଳେ ଆର ଚିଲଟି ମା ଚଢ଼େଇକୁ ଖାଇବା ପାଇଁ ଯାଉଥିଲା। ଚିଲ ଆଜ୍ଞା, ଭଲ ହେଲା ତୁମେ ଆସିଗଲ। ମୁଁ ମୋ ଛୁଆମାନଙ୍କୁ ଦେଖିବାକୁ ଯିବା ସମୟରେ ଏ ବଡ଼ ଚିଲ ମୋତେ ଅଟକେଇ ମୋତେ ଖାଇବାକୁ ଚାହୁଁଛି। ଆରେ ଶୁଣ, ଏ ଚଢ଼େଇକୁ ମୁଁ ଧରି ଆଣିଥିଲି। ୟାକୁ ତ ମୁଁ ହିଁ ଖାଇବି। ନା, ଏବେ ଚଢ଼େଇ ମୋର। ମୁଁ ଏବେ ତାକୁ ଧରିଛି ମାନେ ତାକୁ ମୁଁ ଖାଇବି। ଆଚ୍ଛା, ଦେଖିବା ତୁ ତାକୁ କେମିତି ଖାଇବୁ। ତାପରେ ଦୁଇ ଚିଲ ନିଜ ନିଜ ଭିତରେ ଲଢ଼େଇ କରିବାକୁ ଲାଗିଲେ। ବହୁତ ସମୟ ଯାଏଁ ଦୁଇ ଚିଲ ଲଢ଼େଇ କରିବା ଫଳରେ ସେ ଦୁଇ ଜଣଙ୍କର ଡେଣା ଭାଙ୍ଗିଗଲା। ଦୁଇ ଚିଲ ଆହତ ହୋଇ ତଳେ ପଡ଼ିଗଲେ। ସେହି ସୁଯୋଗରେ ମା ଚଢ଼େଇଟି ଉଡ଼ି ତା ଘରକୁ ଚାଲିଗଲା। ଆରେ କିଏ ତୁ? ମୋ ବସାରେ କ'ଣ କରୁଛୁ? ଏଠି ମୋର 5ଟି ଅଣ୍ଡା ଥିଲା। କୁଆଡ଼େ ଗଲା ମୋ ଅଣ୍ଡା? ମୋ ଅଣ୍ଡାରୁ ଛୁଆ ବାହାରିବାର ସମୟ ହେଇଯାଇଥିଲା। ତୁ ମୋ ଅଣ୍ଡାରୁ କିଛି କ୍ଷତି କରିନୁ ତ? ଆରେ ଏଇଟା ପୁଣି କିଏ ଆସିଲା? ଏଇଟା ମୋ ଘର। ଏଠି ଅଣ୍ଡା ଫଣ୍ଡା କିଛି ନାହିଁ। ତୁ ମୋ ଘର ଭିତରେ ପଶିବା ପାଇଁ ସାହସ କେମିତି କଲୁ? ବାହାର ମୋ ଘରୁ। ମା ଚଢ଼େଇଟି ବହୁତ ଚିନ୍ତାରେ ଥିଲା। ସେ କାଉ କଥାକୁ ଧ୍ୟାନ ନ ଦେଇ ଘର ସାରା ତା ଅଣ୍ଡା ଖୋଜିଲା, ହେଲେ ସେ ପାଇଲାନି। ଏମିତି ଦେଖି ମା ଚଢ଼େଇଟି ବହୁତ ରାଗିଗଲା। ଏ କିଏ ତୁ? ଏଇଟା ମୋ ଘର। ମୋ ଘରୁ ତୁ ମୋତେ ବାହାରିବାକୁ କହୁଛୁ? ସତ କହ, ମୋ ଅଣ୍ଡା ସବୁ କୁଆଡ଼େ ଗଲା? ତୁ ମୋ ଅଣ୍ଡା ସହ କ'ଣ କରିଛୁ? ମୁଁ କାହିଁକି ମିଛ କହିବି? ଏଇଟା ମୋ ଘର। ଏ ଘର ତୋର ନୁହଁ। ତୁ ମିଛ କହୁଛୁ। ଏମିତି ମା ଚଢ଼େଇ ଆଉ କାଉର ଖୁବ୍ ଜୋରେ ଝଗଡ଼ା ଲାଗିଲା। ସେପଟେ ସେ ଛୋଟ 5ଟି ଚଢ଼େଇ ଛୁଆ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛ ତଳେ ଛିଡ଼ା ହେଇଥିଲେ। ସେମାନଙ୍କୁ ଥଣ୍ଡା ଲାଗୁଥିଲା। ସବୁ ଛୁଆ ବହୁତ କାନ୍ଦୁଥିଲେ। ସେମାନେ ଯେଉଁ ଗଛ ତଳେ ଛିଡ଼ା ହେଇଥିଲେ ସେ ଗଛରେ ଗୋଟେ ପରୀ ରହୁଥିଲା। ସେ ଚଢ଼େଇ ଛୁଆଙ୍କ କାନ୍ଦ ଶୁଣି ତାଙ୍କ ପାଖକୁ ଗଲା ଆଉ କହିଲା, ଆରେ ତମେ ଏତେ ଛୋଟ ଛୁଆମାନେ ଘରେ ନ ରହି ବର୍ଷାରେ କାହିଁକି ଭିଜୁଛ? ମୋତେ ଭୟ କରନି। ମୁଁ ତମର କିଛି କ୍ଷତି କରିବିନି। କୁହ ମୋତେ, କ'ଣ ହେଇଛି ତମମାନଙ୍କର? ଚଢ଼େଇ ଛୁଆମାନେ ପରୀକୁ ସବୁ ଘଟଣା କହିଲେ। ପରୀ ମନରେ ଦୟା ଆସିଲା। ସେ ରହୁଥିବା ଗଛରେ ହିଁ 5ଟି ସୁନ୍ଦର ସୁନ୍ଦର ଘର ତିଆରି କରିଦେଲା। ଆଉ ଚଢ଼େଇ ଛୁଆମାନଙ୍କୁ ସେ ଘରେ ରଖିଲା। ଚଢ଼େଇ ଛୁଆମାନଙ୍କୁ ଆଉ ଥଣ୍ଡା ଲାଗିଲାନି। ପରୀ ଛୁଆମାନଙ୍କୁ କିଛି ଖାଇବାକୁ ଦେଲା। ଚଢ଼େଇ ଛୁଆମାନେ ଖାଇସାରି ଶୋଇପଡ଼ିଲେ। ତାପରେ ପରୀ ସେଠାରୁ ଚାଲିଗଲା। ଏମିତି ସକାଳ ହେଲା। ଛୁଆଙ୍କୁ ନେଇ କାଉ ଆଉ ମା ଚଢ଼େଇର ସେମିତି ଝଗଡ଼ା ଚାଲିଥିଲା। ତାଙ୍କ ପାଟି ଶୁଣି ଗୋଟେ ପାରା ଚଢ଼େଇର ଘରକୁ ଗଲା। କ'ଣ ହେଲା ଚଢ଼େଇ? ତୋ ଘରୁ ଏତେ ପାଟି କାହିଁକି ଶୁଭୁଛି? ଆଉ ଇଏ କିଏ? ମା ଚଢ଼େଇଟି ପାରାକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ ପାରା ବି କାଉକୁ ରାଗିଲା। ଆମେ ସମସ୍ତେ ଜାଣିଛୁ ଏ ଘର ଚଢ଼େଇର। ଭଲରେ କହୁଛୁ, କାଉ ତୁ ସତ କଥା ମାନିଯା, ନହେଲେ ମୁଁ ଏ ଜଙ୍ଗଲର ସବୁ ଚଢ଼େଇଙ୍କୁ ଏକଥା କହିଦେବି। ତାପରେ ଦେଖିବୁ ସେମାନେ ତୋର କ'ଣ ଅବସ୍ଥା କରିବେ। ଏମିତି ଶୁଣି କାଉ ବହୁତ ଡରିଗଲା। ସେ ସତ କଥା ମାନିଗଲା। ସେ ଚଢ଼େଇ ଆଉ ପାରାକୁ ସବୁ ସତ କଥା କହିଦେଲା। କ'ଣ ହେଲା? ଏତେ ବର୍ଷାରେ ମୋ ଛୁଆମାନଙ୍କୁ ତୁ ଘରୁ ବାହାର କରିଦେଲୁ। ତୋ ମନରେ ଟିକେ ବି ଦୟା ଆସିଲାନି? ମୋତେ କ୍ଷମା କରିଦେ ଚଢ଼େଇ। ଚାଲ, ମୁଁ ବି ତମ ସାଙ୍ଗରେ ମିଶି ତୋ ଛୁଆଙ୍କୁ ଖୋଜିବି। ତାପରେ କାଉ, ଚଢ଼େଇ ଆଉ ପାରା ଜଙ୍ଗଲ ସାରା ଚଢ଼େଇ ଛୁଆଙ୍କୁ ଖୋଜିଲେ। କିଛି ସମୟ ଖୋଜିଲା ପରେ କାଉ ଏକ ଗଛରେ 5ଟି ଘର ଦେଖିଲା। ସେ ଘର ଭିତରେ 5ଟି ଚଢ଼େଇ ଛୁଆଙ୍କୁ ବି ଦେଖିଲା। ସେ ଚଢ଼େଇ ଛୁଆମାନଙ୍କୁ ଚିହ୍ନି ପାରିଲା। ସେ ମା ଚଢ଼େଇକୁ କହିଲା, ଆରେ ଚଢ଼େଇ, ଏଇ ତୋ 5ଟି ଛୁଆ ଏଇଠି ଅଛନ୍ତି। ଛୁଆମାନେ, ମୋତେ କ୍ଷମା କରିଦିଅ। ମୁଁ ସେଦିନ ତମମାନଙ୍କ ସହ ବହୁତ ଖରାପ ବ୍ୟବହାର କରିଥିଲି। ମୁଁ ତମମାନଙ୍କ ପ୍ରକୃତ ମା ନୁହଁ। ଏ ଚଢ଼େଇ ତୁମର ଅସଲ ମା। ମା ଚଢ଼େଇଟି ତା ଛୁଆମାନଙ୍କୁ ପାଇ ବହୁତ ଖୁସି ହେଇଗଲା। ଚଢ଼େଇ ଛୁଆମାନେ ତାଙ୍କ ମାଆକୁ ସବୁ କଥା କହିଲେ। ସେଦିନ ପରଠାରୁ
ମା ଚଢ଼େଇ ତା ଛୁଆଙ୍କୁ ଧରି ସେଇ 5ଟି ଘରେ ରହିଲା ଆଉ ଖୁସିରେ ନିଜ ଜୀବନ ବିତେଇଲା। ଥରେ ଏକ ବଡ଼ ଜଙ୍ଗଲରେ ନାନା ପ୍ରକାରର ଚଢ଼େଇ ରହୁଥିଲେ। ସେଇ ଜଙ୍ଗଲରେ ଏକ ଚଢ଼େଇ ତାର ପରିବାର ନେଇ ରହୁଥିଲା। ହେଲେ ହଠାତ୍ ଗୋଟେ ଦିନ ମା ଚଢ଼େଇର ଦେହ ଖରାପ ହେଇଗଲା ଆଉ ତାର ମୃତ୍ୟୁ ହେଇଗଲା। ମା ଉଠ ନା, ବାପା ମାର କ'ଣ ହେଇଛି? ସେ କାହିଁକି ଉଠୁନି? ନା ରେ ମା, ତୋ ମା ଉଠିବନି, ସେ ଆମକୁ ଛାଡ଼ି ବହୁତ ଦୂରକୁ ଚାଲି ଯାଇଛି। ମା ଚଢ଼େଇକୁ ହରେଇ 2 ଜଣ ବହୁତ କାନ୍ଦିଲେ। ଏମିତି କିଛି ଦିନ ବିତିଗଲା। ବାପା ଚଢ଼େଇଟି ପ୍ରତିଦିନ ଖାଇବା ଆଣିବା ପାଇଁ ବାହାରକୁ ଯାଉଥିଲା। ଘରେ ଏକୁଟିଆ ଛୋଟ ଚଢ଼େଇ ଛୁଆଟି ରହୁଥିଲା। ସେ ସବୁବେଳେ ତା ମାଆକୁ ମନେ ପକେଇ ବହୁତ କାନ୍ଦୁଥିଲା। ବାପା ବାପା, ତମେ ସବୁଦିନ ବାହାରକୁ ଖାଇବା ଆଣିବା ପାଇଁ ଯାଉଛ। ମତେ ଘରେ ଏକୁଟିଆ ରହିବାକୁ ଭଲ ଲାଗୁନି। ମୋର ମା କଥା ଭାରି ମନେ ପଡୁଛି। ତୋ କଥା ମୁଁ ବୁଝୁଛି ରେ ମା, ତୁ ଚିନ୍ତା କରନି, ବହୁତ ଶୀଘ୍ର ମୁଁ ତୋର କଷ୍ଟ ଦୂର କରିଦେବି। ଏମିତି ଛୋଟ ଛୁଆଟିର ଦେଖାଶୁଣା କରିବା ପାଇଁ ବାପା ଚଢ଼େଇଟି ମିନୁ ନାମକ ଏକ ଚଢ଼େଇକୁ ବାହା ହେଇ ଘରକୁ ଆଣିଲା। ଆରେ ମା, ଏଇ ଦେଖ ମୁଁ କାହାକୁ ଆଣିଛି। ଆଜିଠୁ ଇଏ ତୋର ନୂଆ ମା। ନୂଆ ମାକୁ ଦେଖି ଛୋଟ ଚଢ଼େଇ ଛୁଆଟି ଖୁବ୍ ଖୁସି ହେଇଗଲା। ତୁମେ ସତ କହୁଛ ବାପା, ଇଏ ମୋ ନୂଆ ମା। ଆସ ଆସ ନୂଆ ମା, ଘର ଭିତରକୁ ଆସ। ଆଜିଠୁ ମୁଁ ତମ ସାଙ୍ଗରେ ଖାଇବି ଆଉ ଖେଳିବି, ବହୁତ ମଜା କରିବି। ହଁ ହଁ, ଆଜିଠୁ ତୁ ମୋର ଝିଅ। ଏବେ ମୁଁ ଆସିଗଲି ନା, ତୋର ଆଉ କିଛି କଷ୍ଟ ହେବନି। ସେମାନଙ୍କର କଥା ଶୁଣି ବାପା ଚଢ଼େଇଟି ଖୁବ୍ ଖୁସି ହେଇଗଲା। ସେଇ ଖୁସିରେ ସେ ଖାଇବା ଆଣିବା ପାଇଁ ବାହାରକୁ ଚାଲିଗଲା। ବାପା ଚଢ଼େଇ ଯେମିତି ସେଠାରୁ ଚାଲିଗଲା, ମିନୁ ଚଢ଼େଇର ବ୍ୟବହାର ପୁରାପୁରି ବଦଳିଗଲା। ଆରେ ଏ ବଦମାସ ଛୁଆ, ମୁଁ ତୋର ମା ନୁହଁ। ମତେ ମା ଡାକିଲେ ମୁଁ କ'ଣ ତ ନିଜ ମା ହେଇଯିବି? ମୋ କଥା ମନେ ରଖ, ଆଜିଠୁ ମୁଁ ତତେ ଯାହା କହିବି ତୁ ସେଇଆ କରିବୁ। ଆଉ ଯଦି ମୋ କଥା ନ ମାନିବୁ, ମୁଁ ତୋର ଅବସ୍ଥା ଖରାପ କରିଦେବି, ବୁଝିଲୁ? କିଛି ସମୟ ଆଗରୁ ତ ତୁମେ ମୋ ମା ବୋଲି କହୁଥିଲ, ଏବେ କ'ଣ ହେଲା ମା? ତୁମେ କ'ଣ ବାପାଙ୍କ ସାମ୍ନାରେ ନାଟକ କରୁଥିଲ? ମୁଁ ଯାହା ବି କରେ ତୁ ଚୁପଚାପ ମୋ କଥା ମାନିବୁ। ତ ବାପା ଆସିବା ପୂର୍ବରୁ ଯା ଶୀଘ୍ର ଘର କାମ କରିବୁ। ଆଉ ଏକଥା ଯେମିତି ତ ବାପା ନ ଜାଣେ, ନହେଲେ ମୁଁ ତତେ ତ ମା ପାଖକୁ ପଠେଇଦେବି। ଏମିତି ସବୁ ସମୟରେ ମିନୁ ଚଢ଼େଇ ସେ ଛୋଟ ଚଢ଼େଇ ଛୁଆ ଉପରେ ବହୁତ ଅତ୍ୟାଚାର କରୁଥିଲା। ଏକଥା ବାପା ଚଢ଼େଇଟି ଜମାରୁ ଜାଣିପାରୁନଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ମିନୁ ଚଢ଼େଇର ବି ଏକ ଛୋଟ ଝିଅ ହେଲା। ବାପା ଚଢ଼େଇଟି ତାର 2 ଛୁଆ ଆଉ ସ୍ତ୍ରୀକୁ ନେଇ ବହୁତ ଖୁସି ଥିଲା। ହେଲେ ତାର ଏ ଖୁସି ବେଶୀ ଦିନ ରହିଲାନି। ଗୋଟେ ଅଜଣା ରୋଗରେ ପଡ଼ି ବାପା ଚଢ଼େଇଟିର ମୃତ୍ୟୁ ହେଇଗଲା। ତା ପରେ ପରେ ମିନୁ ଚଢ଼େଇର ଅତ୍ୟାଚାର 2 ଗୁଣ ବଢ଼ିଗଲା। ହେ ଭଗବାନ, ତୁମେ କ'ଣ କଲ? ବାପା ବଞ୍ଚିଥିବା ବେଳେ ନୂଆ ମା ମୋ ଉପରେ ଅତ୍ୟାଚାର କରୁଥିଲେ। ଏବେ ତ ବାପା ଚାଲିଗଲା ପରେ ସେ ମୋ ଉପରେ ଆହୁରି ଅତ୍ୟାଚାର କରିବେ। ଏମିତି କହି ଛୁଆ ଚଢ଼େଇଟି କାନ୍ଦୁଥିବା ସମୟରେ ମିନୁ ଚଢ଼େଇ ସେଠାକୁ ଆସିଲା। ଆଲୋ ଏଠି ଛିଡ଼ା ହେଇ କାନ୍ଦୁଛୁ କ'ଣ ପାଇଁ? ଅନ୍ୟ ଚଢ଼େଇମାନେ ତତେ ଦେଖିଲେ ଭାବିବେ ମୁଁ ତୋ ଉପରେ ଅତ୍ୟାଚାର କରୁଛି। ମତେ କ'ଣ ତୁ ଏଇଆ ଶୁଣେଇବା ପାଇଁ ଏଠି ଛିଡ଼ା ହେଇ କାନ୍ଦୁଛୁ? ଘରେ କିଛି ଖାଇବାକୁ ନାହିଁ। ସେପଟେ ମୋ ଝିଅକୁ ଭୋକ ଲାଗିଲାଣି। ଯା ଶୀଘ୍ର ଖାଇବା ଆଣିବୁ। ଏମିତି ଅନେଇଛୁ କ'ଣ ପାଇଁ? ଯା କହିଲି ପରା। ଯାଉଛି ମା, ସାନ ଭଉଣୀକୁ ଭୋକ ଲାଗିଲାଣି। ମୁଁ ତାକୁ ବହୁତ ଭଲ ପାଏ। ମୁଁ ଏବେ ହିଁ ତା ପାଇଁ କିଛି ଖାଇବା ଆଣିଦେଉଛି। ହଁ ହଁ, ମୋ ଝିଅକୁ ତୁ ଭଲ ପାଇବା କିଛି ଦରକାର ନାହିଁ। ତା ପାଖରେ ତା ମା ଅଛି। ତୁ ବେଶୀ କଥା ନ କହି ଯା ଶୀଘ୍ର ଖାଇବା ଆଣିବୁ। ତାପରେ ସେ ଛୋଟ ଚଢ଼େଇ ଛୁଆଟି ଖାଇବା ଆଣିବା ପାଇଁ ଚାଲିଗଲା। ବହୁତ ଖୋଜିଲା ପରେ ସେ କିଛି ଖାଇବା ଧରି ଘରକୁ ଫେରିଲା। ମିନୁ ଚଢ଼େଇ ତା ଝିଅକୁ ହିଁ ସବୁ ଖାଇବା ଦେଲା। ମା, ମତେ ବି ଭୋକ ଲାଗୁଛି, କିଛି ଖାଇବାକୁ ଦିଅ। ଚୁପ୍ କର, କହିଲା କନେ ଭୋକ ଲାଗୁଛି। ଆଗ ମୋ ଝିଅ ଖାଇସାରୁ, ଯଦି କିଛି ବଳିବ ତୁ ଖାଇବୁ। ଏବେ ଯା ଏଠୁ, ମୋ ଝିଅ ଖାଇବା ଉପରେ ନଜର ପକାନି। ଗୋଟେ ଦିନ ଏକ ଚଢ଼େଇ ମିନୁ ଚଢ଼େଇର ପାଖକୁ ଆସିଲା
ଆଉ କହିଲା, ଆରେ ମିନୁ ଚଢ଼େଇ, ତୁ କେମିତି ଅଛୁ? ଆଜିକାଲି ତତେ ଆମେ ଆଉ ଦେଖିବାକୁ ପାଉନୁ। ଆଉ ତୋର ଦୁଇ ଛୁଆ କେମିତି ଅଛନ୍ତି? ହଁ ଦିଦି, ମୁଁ ଆଉ ମୋର ଦୁଇ ଛୁଆ ଭଲରେ ଅଛୁ। ମୋ ନିଜ ଛୁଆଠୁ ବି ଅଧିକ ମୁଁ ମୋର ବଡ଼ ଛୁଆକୁ ଭଲ ପାଏ। ସେ ଦୁଇ ଭଉଣୀ ଘରେ ଅଛନ୍ତି। ମୁଁ ଏବେ ସେ ଦୁଇ ଜଣଙ୍କ ପାଇଁ ଖାଇବା ନେବାକୁ ଆସିଛି ପରା। ଆରେ ମିନୁ, ତୁ ସାବତ ମା ହେଲେ ବି ତୋର ଦୁଇ ଛୁଆଙ୍କୁ ସମାନ ଭାବରେ ଭଲ ପାଉଛୁ, ଜାଣିକି ଖୁସି ଲାଗିଲା। ହଉ, ମୁଁ ଏବେ ଆସୁଛି। ଏମିତି ସମସ୍ତଙ୍କ ସାମ୍ନାରେ ମିନୁ ଚଢ଼େଇ ବହୁତ ଭଲ ଦେଖେଇ ହେଉଥିଲା। ଆଉ ପଛରେ ସେ ବଡ଼ ଛୁଆଟି ଉପରେ ଖୁବ୍ ଅତ୍ୟାଚାର କରୁଥିଲା। ଗୋଟେ ଦିନ ସେ କହିଲା, ଆରେ ଶୁଣ, ମୋର ଗୋଟେ କାମ ଅଛି। ମୁଁ ଏବେ ବାହାରକୁ ଯାଉଛି। ମୋ ଝିଅକୁ ଭୋକ ଲାଗିଲେ ତାକୁ ଠିକ୍ ସମୟରେ ଖାଇବା ଖୋଇଦେବୁ। ହଁ ହଁ ମା, ତୁମେ ଚିନ୍ତା କରନି। ମୁଁ ଠିକ୍ ସମୟରେ ସାନ ଭଉଣୀକୁ ଖୁଆଇଦେବି। ତାପରେ ମିନୁ ଚଢ଼େଇ ସେଠାରୁ ଚାଲିଗଲା। କିଛି ସମୟ ପରେ ବଡ଼ ଛୁଆଟି ଖାଇବା ଧରି ତା ଭଉଣୀ ପାଖକୁ ଗଲା। ହେଲେ ଛୋଟ ଚଢ଼େଇ ଛୁଆଟି ଖାଇବାକୁ ମନା କରୁଥିଲା। ନା କହନି ଭଉଣୀ, ନେ କିଛି ଖାଇନେ। ତୁ ଯଦି ନ ଖାଇବୁ, ମା ଆସିଲେ ମତେ ବହୁତ ଗାଳି ଦେବେ। ମୁଁ ଖାଇବିନି ମାନେ ଖାଇବିନି। ତୁ ମତେ ଜୋର କରି କାହିଁକି ଖୁଆଉଛୁ? ମତେ ଏସବୁ ଖାଇବାକୁ ଭଲ ଲାଗୁନି। ଏମିତି କହି ସାନ ଛୁଆଟି ତା ଭଉଣୀ ଧରିଥିବା ସବୁ ଖାଇବାକୁ ତଳେ ପକାଇଦେଲା। ଠିକ୍ ସେହି ସମୟରେ ମିନୁ ଚଢ଼େଇ ସେଠାରେ ପହଞ୍ଚିଗଲା। ମାକୁ ଦେଖି ତା ଛୁଆ କହିଲା, ମା ଦେଖ ନା, ମତେ କେତେ ସମୟରୁ ଭୋକ ଲାଗୁଛି, ହେଲେ ଦିଦି ମତେ କିଛି ଖାଇବାକୁ ଦେଉନି। ମୁଁ ଯେତେବେଳେ ଖାଇବା ଆଣିଲି, ସେ ମୋ ହାତରୁ ଖାଇବା ନେଇ ତଳେ ପକାଇଦେଲା। କଣ ହେଲା? ତୁ ମୋ ଝିଅକୁ ଖାଇବାକୁ ନ ଦେଇ ତା ଖାଇବା ତଳେ ପକାଇଦେଲୁ? ତୋର ଏତେ ସାହସ? ରହ, ମୁଁ ତୋ କଥା ଏବେ ବୁଝୁଛି। ବଡ଼ ଚଢ଼େଇ ଛୁଆଟି ଏମିତି କରିନି ବୋଲି ଯେତେ କହିଲେ ବି ମିନୁ ଚଢ଼େଇ କିଛି ଶୁଣିଲାନି। ସେ ତାକୁ ଗୋଟେ ଗଛରେ ଦଉଡ଼ି ଦେଇ ବାନ୍ଧିଦେଲା। ଆଉ ଏକ ବଡ଼ ଲାଠି ନେଇ ତାକୁ ପିଟିଲା। ଯନ୍ତ୍ରଣାରେ ଛୁଆ ଚଢ଼େଇଟି କାନ୍ଦିବାକୁ ଲାଗିଲା। ହେଲେ ମିନୁ ଚଢ଼େଇ ନିଷ୍ଠୁର ଭାବେ ତାକୁ ପିଟି ଚାଲିଥିଲା। ଛୁଆର ଏପରି କଷ୍ଟ ଦେଖି ତା ମାର ଆତ୍ମା ସହିପାରିଲାନି। ସେ ସେଠାକୁ ଚାଲି ଆସିଲା। ଆଉ ମିନୁ ଚଢ଼େଇର ଝିଅର ବେକକୁ ଚିପି ଧରିଲା। ସାନ ଚଢ଼େଇ ଛୁଆଟି କାନ୍ଦିବାକୁ ଲାଗିଲା। ମିନୁ ଚଢ଼େଇ ଏସବୁ ଦେଖି ଖୁବ୍ ଡରିଗଲା। ମୋ ଛୁଆକୁ ଏତେ କଷ୍ଟ ଦେଲା ପରେ ବି ତୋ ମନ ଶାନ୍ତି ହେଲାନି ଯେ ତାକୁ ନିଷ୍ଠୁର ଭାବେ ପିଟି ଚାଲିଛୁ? ଏବେ ମୁଁ ତୋ ସାମ୍ନାରେ ତୋ ଝିଅକୁ ମାରିବି। ତାପରେ ତୁ ଜାଣିବୁ ଛୁଆକୁ କଷ୍ଟରେ ଦେଖିଲେ ମାକୁ କେତେ ଦୁଃଖ ଲାଗେ। ଭଲରେ କହୁଛି, ମୋ ଛୁଆକୁ ଛାଡ଼ିଦେ, ନହେଲେ ମୁଁ ଏବେ ତୋ ଛୁଆର ବେକ ମୋଡ଼ିଦେବି। ନା ନା, ମୋ ଛୁଆକୁ ଛାଡ଼ିଦେ, ତାକୁ ମାରନି। ମା, ସାନ ଭଉଣୀକୁ ଛାଡ଼ିଦିଅ। ତାର କିଛି ଭୁଲ ନାହିଁ, ତାକୁ ମାରନି। ଦେଖିଲୁ ତ ମିନୁ, ତୁ ମୋ ଛୁଆକୁ କେତେ କଷ୍ଟ ଦେଇଛୁ, ତଥାପି ସେ ତମମାନଙ୍କର ଭଲ ଚିନ୍ତା କରୁଛି। ଏବେ ମୁଁ ତମମାନଙ୍କୁ ଛାଡ଼ି ଦେଉଛି, ହେଲେ ଆଉ ଦିନେ ଯଦି ତୁ ମୋ ଛୁଆକୁ କଷ୍ଟ ଦେବୁ, ମୁଁ ତତେ ଜମାରୁ ଛାଡ଼ିବିନି। ମିନୁ ଚଢ଼େଇ ନିଜର ଭୁଲ ବୁଝି ସାରିଥିଲା। ସେ ମା ଚଢ଼େଇକୁ ଆଉ ତାର ଛୁଆକୁ କ୍ଷମା ମାଗିଲା। ତାପରେ ମା ଚଢ଼େଇର ଆତ୍ମା ସେଠାରୁ ଚାଲିଗଲା। ସେଦିନ ଘଟଣା ପରେ ପରେ ମିନୁ ବଡ଼ ଚଢ଼େଇ ଛୁଆକୁ ଆଉ କଷ୍ଟ ଦେଲା ନାହିଁ। ସେ ତାର ଦୁଇ ଛୁଆଙ୍କୁ ସମାନ ଭାବରେ ଭଲ ପାଇଲା। ଆଉ ତାଙ୍କର ସବୁ କଥା ବୁଝି ତାଙ୍କର ଯତ୍ନ ନେଲା।